ନମସ୍କାର ମୁଁ ରାଜୁ ଏ କାହାଣୀ ମୁଁ 3-1 STR ପଢୁବା ସମୟର ସେତେବେଳେ ମୋ ବୟସ 20 ହେବ। ମୋ ବୋଉ ଉତ୍ତର ବାଲେଶ୍ୱରରେ ହେଲ୍ଥ ସୁପରଭାଇଜର ଥିଲେ। ବାପା ବି ଚାକିରି କରନ୍ତି। ବୋଉ ରହୁଥିବା କଲୋନୀର ଘର ମାଲିକର ଝିଅ ସହ ମୋର ସମ୍ପର୍କ ଥିଲା। ଭୁଲ ବଶତଃ ସେ ଥରେ ପ୍ରେଗନେଣ୍ଟ ବି ହେଇଗଲା। ପରେ ବୋଉକୁ କହିବାରୁ ସେ ମେଡିସିନ ଦେଇ ସବୁ ଠିକ କଲା। ମୋ ବୋଉ ବି ପୁରା ବେଧେଇ ମାଇକିନା ବାପା ବାହାରେ ରହୁଥିବାରୁ ବୋଉ ଯେମିତି ହେଲେ ଯାହା ସହ ବି ତା ଭୋକ ମେଟାଇ। ବୋଉର ବୟସ ସେତେବେଳେ 40 ହେବ। ଦେଖିବାକୁ ପୁରା ଗୋରା, ଉଚ୍ଚତା 5 ଫୁଟ 2 ଇଞ୍ଚ ହେବ। 136 ସାଇଜର ବଡ଼ ବଡ଼ ଦୁଧର ଓସାରିଆ ଗାଣ୍ଡି ତ ଆଉ ସରୁ ଅଣ୍ଟାଦ। କହିବାକୁ ଗଲେ ମୋ ବୋଉ ପୁରା ପେଲେଇ ମାଇକିନା। ମୋ ଉଚ୍ଚତା 5 ଫୁଟ 9 ଇଞ୍ଚ, ପୁରା ମସ୍କୁଲର ବଡିତ। ମୋ ବାନ୍ଧବୀ ଯେମିତି ମୋଟା ସେମିତି ଲମ୍ବାର। ହଠାତ୍ ବୋଉର ବଦଳି ଯଶୀପୁର ହେଇଗଲା। ବାଧ୍ୟ ହେଇ ବୋଉ ଗଲା। ବୋଉ ସେଠାରେ ଏକା ରହୁଥିଲା। କେତେବେଳେ ବାପାର, ପୁଣି କେତେବେଳେ ମୋ ସାନ ଭାଇ, ମୋ ମାମୁଁ। କେହି ହେଲେ ବୋଉ ପାଖକୁ ଯାଇ ରହୁଥିଲେ। 1 ମାସ ଛୁଟି ପଡ଼ିବାରୁ ମୋତେ ଯାଇ ବୋଉ ପାଖରେ ରହିବାକୁ ପଡ଼ିଲା। ଘଟଣାଟା ସେତେବେଳେର। ମୁଁ ଯାଇ ଦିନ 2ଟା ବେଳେ ବୋଉ ପାଖରେ ପହଞ୍ଚିଲି। ବୋଉ ମୋତେ ଦେଖ ଖୁସି ହେଇ ରଗଲା। ପରେ ଘର ମାଲିକର ପିଲାମାନଙ୍କ ସହ ମୁଁ କ୍ରିକେଟ ଖେଳିବାକୁ ଗଲୁ। ସନ୍ଧ୍ୟାରେ ଆସିବା ପରେ ଆମେ ପାଖ ମାର୍କେଟକୁ ବୁଲି ଗଲୁ। ମାର୍କେଟରୁ ଆସି ଖାଇସାରିବା ପରେ ଶୋଇବାକୁ ପ୍ରସ୍ତୁତ ହେଲୁ। ଶୀତଦିନ ବୋଉ ପାଖରେ ଥିବା ଗୋଟେ ଡବଲ ପଲଙ୍କର କାନ୍ଥ କଡ଼କୁ ମୁଁ ଶୋଇଲି। ବୋଉ କାମ ସାରି ଆସି ମୋ ପାଖରେ ଶୋଇଲା। ଗୋଟେ ରେଜେଇ ଭିତରେ ଆମେ ଦୁହେଁ ପୁରା ଜାକଜକି ହୋଇ ଶୋଇଥିଲୁ। ବୋଉ ମୋ ପୁରୁଣା ଗର୍ଲଫ୍ରେଣ୍ଡ ବିଷୟରେ ପଚାରିଲା। ଆଉ ତା ସହ ଏବେ ସମ୍ପର୍କ ଅଛି କି ନାହିଁ ପଚାରିଲା। ନାହିଁ ବୋଉ, ଆଉ ସେମିତି ନାହିଁ। ବୋଉ, ଆଉ ତାହେଲେ ଏବେ କଲେଜରେ ଆଉ କିଏ ଅଛନ୍ତି କି? ମୁଁ ଟିକେ ଚୁପ ରହିଲି। ବୋଉ, ଦେଖର ଏ ବୟସ ସେମିତିକା ହେଲେ ଯଦି ବି କିଛି କରୁ ତାହେଲେ ଟିକେ ସତର୍କ ହେଇ କରିବୁ। ମୁଁ ନ ଜାଣିଲା ଭଳି ବୋଉ, ତୁ କ'ଣ କହୁଛୁ? ମୁଁ କିଛି ବୁଝିପାରୁନି। ବୋଉ ମୋତେ ଚିମୁଟି, ଓହେ ମୋ ଛୋଟ ପିଲାଟା, ତୋର ବୁଝିପାରୁନି। ଆରେ ମୁଁ କହୁଛି ଯଦି କୋଉ ଝିଅକୁ କରୁ ତାହେଲେ କମ ସେ କମ କଣ୍ଡମ ଲଗାଇ କରିବୁ। ମୁଁ ବୋଉ ମୁହଁରୁ ଏ ସବୁ ଶୁଣି ତାକୁ ବି ଗରମ କରିବା ପାଇଁ କହିଲି। ମୁଁ, ବୋଉ ତୁ କ'ଣ ଭାବୁଛୁ ମୁଁ କଣ୍ଡମ ଲଗେଇ ନଥିଲି ବୋଲି? ହେଲେ କଣ୍ଡମ ମୋ ଷ୍ଟ୍ରୋକରେ ଫାଟିଗଲା। ତା ଛଡ଼ା ବୋଉ, ତୁ କହିଲୁ ବିନା କଣ୍ଡମରେ କଲେ ଯୋଉ ମଜା, କଣ୍ଡମରେ କ'ଣ ସେ ମଜା ଅଛି? ବୋଉ, ବାପରେ କେମିତିକା କରୁଥିଲି ଯେ କଣ୍ଡମ ଫାଟିଗଲା। ହମ ତମେ ସବୁ ଆଜିକାଲିକା ପିଲା, ତମ ଷ୍ଟ୍ରୋକ ବି ଅଲଗା, ମୁଁ ଜାଣିବି କୁଆଡ଼ୁ। ଏତିକି କହି ବୋଉ ମୋ ଆଡ଼କୁ ପଛ କରି ଶୋଇଲା। ଆଉ ତା ଗାଣ୍ଡି ଟାକୁ ମୋ ବାଣ୍ଡକୁ ଜାକି ଦେଲା। ମୁଁ ବି ପୋଖତ ଖେଳାଳି। ମୁଁ କିଛି ନ କହି ବୋଉ ଉପରେ ହାତ ଗୋଡ଼ ପକେଇ ଶୋଇଲି। ବୋଉ ଶାଢ଼ୀ ଭିତରେ ହାତ ପଶେଇ ତା ବ୍ଲାଉଜ ଉପରେ, ତା ଦୁଧ ଭୁଣ୍ଡି ଉପରେ ଆଙ୍ଗୁଳି ବୁଲେଇଲି। ବୋଉ ପୁରା ଚୁପ ଥାଇ। ହେଲେ ମୋ ଆଙ୍ଗୁଳି ସ୍ପର୍ଶରେ ତା ଦୁଧ ଭୁଣ୍ଡି ପୁରା ଟାଣ ହେଇଗଲା। ମୁଁ ବୋଉର ମନ କଥା ବୁଝି ସଙ୍ଗେ ସଙ୍ଗେ ତା ପିଠି ପଟୁ ବ୍ଲାଉଜର ସବୁ ବଟମ ଖୋଲିଦେଲି। ବୋଉ ବ୍ରା ପିନ୍ଧିନଥିଲା। ମୁଁ ପଛ ପଟୁ ବୋଉର ବ୍ଲାଉଜ ଭିତରେ ହାତ ପଶେଇ ବୋଉର ଦୁଧକୁ ଚିପିବାକୁ ଲାଗିଲି। ସତରେ ଖୁବ ବଡ଼ ବଡ଼ ପୁରା ମାସାଳ ଦୁଧ। ମୋ ଦୁଧ ଚିପିବାରେ ଅସୁବିଧା ପାଇଁ ବୋଉ ତା ହାତ ଦେଇ ବ୍ଲାଉଜଟା ପୁରା କାଢ଼ିଦେଲା। ମୁଁ ଏବେ ମୋ ହାତକୁ ବୋଉ ପେଟ ଦେଇ ବିୟାକୁ ଛୁଇଁବାକୁ ଚେଷ୍ଟା କଲି। ବୋଉର ସାୟା ବୋର ଖୋଜି ତାକୁ ଖୋଲିଲି। ଆଉ ତା ଅଣ୍ଟା ତଳକୁ ଠେଲି ତା ଶାଢ଼ୀ ସାୟାକୁ ଖସେଇ ଖୋଲିବାକୁ ଚେଷ୍ଟା କଲି। ବୋଉ ବି ମୋ ଇସାରା ବୁଝି ତା ଗାଣ୍ଡିକୁ ଉଠାଇ ଶାଢ଼ୀ ସାୟାକୁ ତଳକୁ ଯିବାକୁ ଦେଲା। ମୁଁ ଯେମିତି ତା ଆଣ୍ଠୁ ଯାଇ ସେ ସବୁକୁ ନେଇଛି, ସେ ନିଜେ ତା ଗୋଡ଼ ସାହାଯ୍ୟରେ ତାକୁ ଠେଲି ବାହାର କରିଦେଲା। ଏବେ ବୋଉ ପୁରା ରେଜେଇ ଭିତରେ ଲଙ୍ଗଳା ହେଇ ଶୋଇଥିଲା। ମୁଁ ବି ଏବେ ପୁରା ଲଙ୍ଗଳା ହେଇଗଲି। ମୋର ବିରାଟ ଶକ୍ତ ମୋଟା ବାଣ୍ଡ ବୋଉର ଗାଣ୍ଡିରେ ଦାବି ହେଉଥିଲା। ମୁଁ ବୋଉକୁ ବୁଲାଇ ଦେଲି। ବୋଉ ବି ମୋ ଇସାରା ବୁଝି ଉପରକୁ ଚିତ ହୋଇ ଶୋଇଲା। ମୁଁ ପ୍ରଥମେ ବୋଉର ଗାଲ, ବେକ, ଓଠରେ ଚୁମା ଦେବାରେ ଲାଗିଲି। ତା ପାଟିରେ ଜିଭ ପୁରାଇ ତା ଜିଭକୁ ଚୁଚୁମି ଚାଲିଲି। ବୋଉ ଖାଲି ପ୍ରଖର ନିଶ୍ୱାସ ନେଇ ସମ ହେଉଥିଲା। ମୁଁ ମୋ ହାତରେ ବୋଉର ଦୁଧକୁ ଚିପୁଲି, ପୁଣି କେତେବେଳେ ତା ଦୁଧ ଭୁଣ୍ଡିକୁ ମଳୁଥିଲି। ବୋଉ ଏବେ ବି ପୁରା ନୀରବ ଥାଇ ମୁଁ ଏବେ ବୋଉର ଦୁଧକୁ ଚୁଚୁମିବାକୁ ଲାଗିଲି।
ବୋଉ ଖାଲି ଅସ୍ତବ୍ୟସ୍ତ ହେଉଥାଏ, ହେଲେ ପୂରା ନୀରବ ଥାଏ। ଦୁଧକୁ ଚୁ 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 ଚୁନୁ ମୁଁ ମୋ ଡାହାଣ ହାତରେ ବୋଉର ବାଳ ଭର୍ତ୍ତି ବିଆକୁ ଆଉସି ସିଧା ଦୁଆଳି ବିଆରେ ପଶି ବୋଉର ବିଆ ପୂରା ଲାଳରେ ଡୁବୁ ଡୁବୁ ହେଉଥିଲା। ମୁଁ ବୋଉର ଦୁଧକୁ ଖାଉଁ ଖାଉଁ ତା ବିଆକୁ ଦୁଇ ଆଙ୍ଗୁଳିରେ ଗେହିବାକୁ ଲାଗିଲି। ବୋଉ ଖାଲି ଓହୁ ଆଗୁଇ ମା ଓହୁ 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 ଏମିତି ହେଉଥିଲା। ମୁଁ ଏବେ ବୋଉର ନାଦି ଆଉ ପେଟରେ ଗେଲ କରି ସିଧା ବିଆରେ ଜୀବ ଲଗେଇ ଚାଟିବାକୁ ଲାଗିଲି। ବୋଉ ଖାଲି ଛାଟି ପିଟି ହେଉଥାଏ। ପାଖାପାଖି 10 ମିନିଟ ବିଆ ଚାଟିବା ପରେ ଏବେ ମୁଁ ବୋଉ ଗେହିବା ପାଇଁ ତା ଦୁଇ ଜଙ୍ଗଲ ମେଲା କରି ତା ବିଆରେ ବାଣ୍ଡକୁ ସେଟ୍ କଲି, ଆଉ ତା ଓଠରେ ଓଠ ରଖ ସିଧା ବାଣ୍ଡକୁ ତା ବିଆରେ ମୂଳ ଯାଇ ଦାବିଦେଲି। ବୋଉ ଟିକେ ଚିହିକି ଉଠିଲା। ବିଆ ପୂରା ଲାଳୁଆ ଥୁଲା ଆରାମ ସେ ବାଣ୍ଡ ଗଳିଗଲା। ମୁଁ ଏବେ ବୋଉକୁ ଗେହିବାକୁ ଲାଗିଲି ତ 5 ମିନିଟ ଗେହିବାରେ ବୋଉ ବିଆ ଖାଲି ପାଣିରେ କଛ 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 ଶବ୍ଦ ଆରମ୍ଭ କରିଦେଲା। ବୋଉ ଏବେ ବି ନୀରବ ରହି ମୋ ଗିହା ଖାଉଥିଲା। ମୁଁ ଏବେ ବୋଉର ଦୁଇ ଗୋଡ଼କୁ କାନ୍ଧରେ ରଖ ଜୋରଦାର ଷ୍ଟ୍ରୋକ ମାରିବା ଆରମ୍ଭ କଲି। ଘର ଭିତରେ ଖାଲି ମୋ ଷ୍ଟ୍ରୋକର ଖପ କ୍ଷପ ଶବ୍ଦକୁ ବୋଉ ବିଆର ଛକଛ ଶବ୍ଦ ଶୁଭୁଥିଲା। ଖଟର କକେ ଶବ୍ଦ ସାଙ୍ଗକୁ ବୋଉ ପାଟିର ଓହୁ 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 ଆହା ଏସ୍-ଆଇ-ଇ-ଆ ଓହୁ 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 ଶବ୍ଦ ଶୁଭୁଥିଲା। ମୁଁ କେତେବେଳେ ବୋଉର ଗାଲକୁ ତ ପୁଣି କେତେବେଳେ ତା ଓଠକୁ, ପୁଣି କେତେବେଳେ ତା ଦୁଧକୁ ଗେଲ କରୁଥିଲି, ପୁଣି କେତେବେଳେ ଦୁଧକୁ ଚିପୁଥିଲି, ପୁଣି କେତେବେଳେ ଦୀର ଦାନ୍ତରେ କାମୁଡୁଥିଲି। ମୋ ପ୍ରତି ଷ୍ଟ୍ରୋକରେ ବୋଉ ଖୋଲ ଭିଲ ହେଉଥିଲେ ବି ପାଟି ଖୋଲି କିଛି କହୁନଥିଲା। ତା ବିଆରୁ ଖାଲି ପାଣି ବୋହି ଚାଲିଥିଲା। ପାଖାପାଖ 40 ମିନିଟ ଗେହିବା ପରେ ମୁଁ ଶେଷରେ ଜୋର ଷ୍ଟ୍ରୋକ ମାରି ମୋ ବାଣ୍ଡର ସବୁ ପାଣି ବୋଉ ବିଆରେ ଛାଡ଼ି ତା ଉପରେ ଶୋଇଗଲି। 5 ମିନିଟ ପରେ ମୁଁ ତା ଉପରୁ ଓହ୍ଲାଇ ତା ଓଠରେ ଚୁମା ଦେଉଁ ଦେଉଁ ମୋ ଟି ସାର୍ଟରେ ତା ବିଆକୁ ପୋଛିଲି। ତାପରେ ବୋଉ ବାଥରୁମ ଯାଇ ଆସିଲା। ମୁଁ ମୋ ହାଫ ପେଣ୍ଟ ପିନ୍ଧି ବାଥରୁମ ଯାଇ ଆସିଲି। ଆସିବା ବେଳକୁ ବୋଉ ରେଜେଇ ଗୋଡ଼ି ଶୋଇଛି। ମୁଁ ବି ରେଜେଇ ଭିତରେ ଯେମିତି ପଶିଲି ଅନୁଭବ କଲି ବୋଉ ପୂରା ଲଙ୍ଗଳା ହେଇ ଶୋଇଛି। ମୁଁ ଯେମିତି ରେଜେଇ ଭିତରେ ପଶିଲି ବୋଉ ପୂରା ମୋ ଛାତି ଭିତରେ ପଶି ମୋତେ କୁଣ୍ଡେଇ ସହିଲା ସତେ ଯେମିତି ସେ ମୋ ସ୍ତ୍ରୀ। ମୁଁ ବି ତାକୁ ପାଖକୁ ଯାକି ଶୋଇଲି, ହେଲେ ଏବେ ବି ବୋଉ ପୂରା ଚୁପ ଥିଲା। କିଛି ସମୟ ପରେ ବୋଉ ତା ତରଫରୁ ମୋ ଓଠରେ ଓଠ ରଖ ଚୁଚୁମିବାକୁ ଲାଗିଲା, ମୋ ଜିଭକୁ ଚୁଚୁମିବାକୁ ଲାଗିଲା। ତା ହାତ ନେଇ ମୋ ପେଣ୍ଟ ଭିତରେ ମୋ ବାଣ୍ଡକୁ ଆଉସିବାକୁ ଲାଗିଲା। ତା ହାତ ଛୁଆରେ ମୋ ବାଣ୍ଡ ପୁଣି ଶକ୍ତ ହେଇ ଠିଆ ହେବାକୁ ଲାଗିଲା। ବୋଉ ମୋତେ ଚିତ୍ତ କରି ଶୁଆଇ ଛାତିରେ ପିସ୍ କରୁ କରୁ ତଳକୁ ଯାଇ ସିଧା ମୋ ପେଣ୍ଟ କାଢ଼ି ମୋ ବାଣ୍ଡକୁ ତା ପାଟିରେ ନେଇ କେତେବେଳେ ସେ ମୋ ବାଣ୍ଡର ଆଗକୁ ଜିଭ ମାରୁଥିଲା, ତ ପୁଣି କେତେବେଳେ ତଣ୍ଟି ଯାଏ ପୂରାଇ ଚୁଚୁମୁଥିଲା। ତା ପାଟି ଲାଳରେ ମୋ ବାଣ୍ଡ ପୂରା ଓଦା ହେଇ ସାରିଥିଲା। ବୋଉ ମୋ ଉପରେ ଦୁଇ ପଟକୁ ଗୋଡ଼ କରି ମୋ ଖିଆ ବାଣ୍ଡକୁ ତା ବିଆରେ ସେଟ୍ କରି ସିଧା ମୂଳ ଯାଇ ପଶେଇ ଦେଲା। ଲାଳୁଆ ବିଆରେ ବାଣ୍ଡ ଆରାମ ସେ ପଶିଗଲା। ମୋ ବେକକୁ ଧରି ସେ ମୋତେ ଗେହିବାକୁ ଲାଗିଲା। ତା ଓଳିଥିବା ଦୁଧକୁ ମୁଁ କେତେବେଳେ ଚୁଚୁମୁଥିଲି, ପୁଣି କେତେବେଳେ ତାକୁ କାମୁଡୁଥିଲି, ପୁଣି କେତେବେଳେ ତା ଗାଣ୍ଡି ପିଛାକୁ ଚାପି ଧରି ମୋ ବାଣ୍ଡ ଉପରେ ବସେଇ ଦେଉଥିଲି। ବୋଉ କେତେବେଳେ ମୋ ଓଠକୁ ଚୁଚୁମୁଥିଲା, ପୁଣି କେତେବେଳେ ମୋ ଗାଳକୁ ଗେଲ କରୁଥିଲା। ପାଖାପାଖ 10 ମିନିଟ ଗେହିବା ପରେ ବୋଉ ବିଆରୁ ସବୁ ପାଣି ମୋ ବାଣ୍ଡ ଉପରେ ପଡ଼ିଗଲା, ଆଉ ବୋଉ ନିସ୍ତେଜ ହୋଇ ମୋ ଛାତି ଉପରେ ଶୋଇଗଲା। ହେଲେ ଏବେ ବି ମୋ ମୁସଳିଆ ବାଣ୍ଡ ବୋଉ ବିଆ ଭିତରେ ପଶି ରହିଥିଲା। ବୋଉ ଟିକେ ରେଷ୍ଟ ନେଇ ଯେତେବେଳେ ମୋ ଉପରୁ ଉଠିଲା, ମୁଁ ବୋଉକୁ ମୋ ସାମ୍ନାରେ ଆଣ୍ଠେଇ ଦେଲି। ବୋଉ ମୋ ଇସାରା ବୁଝିଗଲା। ସେ ଯେମିତି ଆଠେଇଛି। ମୁଁ ପଛରୁ ତା ବିଆରେ ବାଣ୍ଡ ପଶେଇ ପଛରୁ ତା ଦୁଧକୁ ଧରି ଜୋରଦାର ଷ୍ଟ୍ରୋକ ମାରି ଗହାଇବାକୁ ଲାଗିଲି। ବୋଉ ଖାଲି ଖଟ ବାଧାକୁ ଧରି ଉହୁ ଆହା ଏସା ଇସ୍ୟ ଉଇ ମା ଆଉ ଇଗୁ ଡଡ଼ବି ଏମିତି ହେଉଥିଲା। ଶେଷରେ 10 ମିନିଟ ଗେହିବା ପରେ ମୁଁ ସବୁ ପାଣି ବୋଉ ବିଆରେ ଛାଡ଼ିଦେଲି। ତାପରେ ଆମେ ଦୁହେଁ ସେମିତି ଲଙ୍ଗଳା ହେଇ ଦୁହେଁ କୁଣ୍ଡା କୁଣ୍ଡି ହେଇ ଶୋଇଲୁ। ହେଲେ ଏବେ ବି ଆମ ଭିତରେ କିଛି କଥାବାର୍ତ୍ତା ନଥିଲା। ଆଶା ମୋ କାହାଣୀ ଆପଣଙ୍କୁ ଭଲ ଲାଗିବ। NEXT କାହାଣୀରେ ମୁଁ କହିବି ତା ପରଦିନ କେମିତି କଥାବାର୍ତ୍ତା କଲା ପରେ ମୁଁ ମୋ ବୋଉର ଗାଣ୍ଡି ମାରିଲି। ଲେଖୁ ବି ଧନ୍ୟବାଦ।